ଜାତୀୟ ରାଜପଥ ବିଭାଗର ବୈଷୟିକ ତ୍ରୁଟି ଯୋଗୁଁ ଲହଡ଼ି ମାରୁଛି ବର୍ଷା ଜଳ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲି ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଅସରାଏ ବର୍ଷାରେ ରାସ୍ତା ଉପରେ ସମୁଦ୍ରରେ ଲହଡ଼ି ମାରିବା ଭଳି ଦେଖାଦେଇଛି। ଏହି ରାସ୍ତା ରାୟପୁରଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବାରୁ ମାଳ ପରିବହନରେ ଅସୁବିଧା ଦେବା ସହ ସ୍ଥାନୀୟ ଅଞ୍ଚଳର 2 ଏବଂ 4 ଚକିଆ ଯାନ ଯାତ୍ରୀବାହୀ ଯାନ ମଧ୍ୟ ଏହି ଜାତୀୟ ରାଜପଥ ରାସ୍ତା ଉପରେ ଚଳାଚଳ କରୁଥିବା ବେଳେ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ଜାତୀୟ ରାଜପଥ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ବେଳେ ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ସଂଯୋଗ କରୁଛି। ଏହାକୁ ଦୃଷ୍ଟିରେ ଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି ଜାତୀୟ ରାଜପଥ ବିଭାଗର ଅଧିକାରୀ ଓ ନିଜ ବିଭାଗର ଦୋଷ ତ୍ରୁଟି ଲୁଚାଇବା ପାଇଁ ପ୍ରତିକ୍ରିୟା ନେବାରେ ଟେଲିଫୋନ୍ ଯୋଗେ ସମ୍ପର୍କ କଲେ ମଧ୍ୟ କୌଣସି ଜବାବ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ମରାମତି କରିବାକୁ ତାଗିଦ ପାଇଁ ସାଧାରଣରେ ଦାବି ହୋଇଛି। ଓଡ଼ିଆ ପରିବାର ପକ୍ଷରୁ ଆପଣମାନଙ୍କୁ ପ୍ରଥମେ ସ୍ୱାଗତ। ଏ ଥିଲା ଜୟପୁର ସହରରୁ ଯେଉଁ ଜାତୀୟ ରାଜପଥ ଆରମ୍ଭ ବା ଜୟପୁର ସହରରୁ ଯେଉଁ ଜାତୀୟ ରାଜପଥ ଯାଉଛି ଛତିଶଗଡ଼ ରାଜ୍ୟକୁ ଯେଉଁ ସଂଯୋଗ କରୁଛି ବା ଆମର ଯେଉଁ ଅନ୍ୟ ଜିଲ୍ଲା ଯାହା ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଛି ଏବଂ ଛତିଶଗଡ଼ ଗଲାବେଳକୁ ଯେଉଁ କଟପାଡ଼ ବ୍ଲକକୁ ମଧ୍ୟ ସଂଯୋଗ କରୁଛି। ଏ ଯେଉଁ ଜାତୀୟ ରାଜପଥ ଆଜି ଯେଉଁ ଟିକିଏ ବର୍ଷାରେ ଦେଖନ୍ତୁ ଆପଣ ଯେଉଁ ଜାତୀୟ ରାଜପଥ କେବଳ ନାମକୁ ହିଁ, କିନ୍ତୁ ଆଜି ତାର ଗତି କେଉଁଭଳି ଭାବରେ ଅଛି, କେବଳ ଅଳ୍ପ ବର୍ଷାରେ ଆଜି ରାସ୍ତାର କିଭଳି ଭାବରେ ତାର ଅବସ୍ଥା ଅଛି। ସାଧାରଣ ଜନତା ଦୁର୍ଘଟଣାରେ ଗ୍ରସ୍ତ ହେଉଛନ୍ତି ଏବଂ ଯେଉଁ ଯାନବାହନ 2 ଚକିଆ ଯାନ ହେଉ ବା ମାଲବାହୀ 4 ଚକିଆ ଯାନ ହେଉ, 6 ଚକିଆ ଯାନ ହେଉ, 10 ଚକିଆ ଯାନ ହେଉ, ସମସ୍ତେ ଅନ୍ୟ ଜିଲ୍ଲାକୁ ବା ଅନ୍ୟ ରାଜ୍ୟକୁ এই জাতীয় রাজপথ উপরে নির্ভর করতে, কিন্তু আজ তার গতিবিধি উপরে আপনার দেখিথে মরণযন্তা পালটিছে। ইয়াপাই দায়ী কিଏ? জিলা প্রশাসন না সাধারণ জনতা? জয়পুর জিলা প্রতিনিধি কৃষ্ণ খোরা উপখণ্ড প্রতিনিধি পি গোপাল রাও রিপোর্ট G9 ଓଡ଼ିଆ।